ରାଧା। ଯଦି ଆମେ ରାଧାଙ୍କ ନାଁ ନେବା ତାହେଲେ କୃଷ୍ଣଙ୍କ ନାଁ ନ ନେଲେ ତାହା ପୂରା କେମିତି ହେବ? ସେଇଥିପାଇଁ ତ ସବୁଠି ସବୁଆଡ଼େ ରାଧାକୃଷ୍ଣଙ୍କ ନାଁ ଶୁଣାଯାଏ। କାହିଁକି ଆପଣମାନେ ତ ଜାଣିଥିବେ। ଏକ ଅତୁଟ ପ୍ରେମ କାହାଣୀର ମୁଖ୍ୟ ଚରିତ୍ର କଥା ଯଦି କହିବା ତାହେଲେ ରାଧାକୃଷ୍ଣଙ୍କ ପ୍ରେମ କାହାଣୀକୁ ବୁଝାଏ। ଆଜିର ଦିନରେ ବି ସମସ୍ତେ ତାଙ୍କରି ଉଦାହରଣ ଦିଅନ୍ତି ଆଉ ବୁଝନ୍ତି ବି। ଏକ ଅମର ପ୍ରେମ କାହାଣୀ ଯାହା ସବୁଠୁ ଅଲଗା, ସବୁଠୁ ନିଆରା। ପରସ୍ପରକୁ ଭଲ ପାଇ ବି ବିବାହ କରିପାରିନଥିଲେ, ଏକାଠି ରହିପାରିନଥିଲେ। ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ଶୁଣିଲେ ଦୁଃଖ ତ ନିଶ୍ଚୟ ଲାଗେ। ଉଭୟଙ୍କ ନାଁ ଧରିଲେ ସେମାନଙ୍କର ଭଲ ପାଇବା ବୁଝାପଡ଼େ, ଯାହାକି ଭୌତିକ ସୁଖରୁ ଖୁବ୍ ଉଚ୍ଚରେ ଥିଲା। ଅନାଦି କାଳରୁ ଥିବା ଏହି ଭଲ ପାଇବାର ଝଲକ ଦେଖିବାକୁ ମିଳିଥିଲା ଦ୍ୱାପର ଯୁଗରେ। ଯେବେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ଅବତାର ନେଇ ଜନ୍ମ ନେଇଥିଲେ, ସେତେବେଳେ ସଂସାରକୁ ପ୍ରେମର ସଠିକ୍ ଅର୍ଥ ବୁଝାଇବା ପାଇଁ କୃଷ୍ଣଙ୍କ ଅଂଶ ରାଧା ବି ଜନ୍ମ ନେଇଥିଲେ, ଯାହା ପରଠୁ ଆରମ୍ଭ ହୋଇଥିଲା ରାଧାକୃଷ୍ଣଙ୍କ ପ୍ରେମ କାହାଣୀ। ହେଲେ ସମୟ ଏମିତି କିଛି ପରିସ୍ଥିତି ଆଣିଦେଲା ଯାହା ପାଇଁ ରାଧାଙ୍କୁ ବିରହର ସାମ୍ନା କରିବାକୁ ପଡ଼ିଲା। ମାନେ କୃଷ୍ଣଙ୍କଠୁ ଅଲଗା ହେବାକୁ ପଡ଼ିଥିଲା, ଯାହା ପାଇଁ କୃଷ୍ଣ ନିଜ ବଂଶୀ ଭାଙ୍ଗି ଦେଇଥିଲେ, ଯାହାକୁ ଶୁଣିବାକୁ ବର୍ଷାନାବାସୀ ଚାହିଁ ରହୁଥିଲେ। କୃଷ୍ଣଙ୍କ ଜୀବନରେ ଦୁଇଟି ଜିନିଷ ବହୁତ ପ୍ରିୟ ଥିଲା। ବଂଶୀ ବାଜିବା ମାତ୍ରେ ରାଧା ଚାଲି ଆସୁଥିଲେ କୃଷ୍ଣଙ୍କ ପାଖକୁ। ହେଲେ ଏହି ଖୁସିର ସମୟ କିଛି ସମୟ ପାଇଁ ହିଁ ଥିଲା। କଂସଙ୍କ ଯୁଦ୍ଧ ଆମନ୍ତ୍ରଣରେ କୃଷ୍ଣଙ୍କୁ ବର୍ଷାନା ଛାଡ଼ିବାକୁ ପଡ଼ିଥିଲା, ଯାହାପରେ ସେ କେବେ ଆଉ ଫେରି ନଥିଲେ। ରାଧାଙ୍କ ସହ ତାଙ୍କର ଲୀଳା ଏଇଠି ହିଁ ସମାପ୍ତ ହୋଇଯାଇଥିଲା। ଏହାପରେ ମଥୁରାବାସୀଙ୍କ ସୁରକ୍ଷା ପାଇଁ କୃଷ୍ଣ ଦ୍ୱାରକା ନଗରୀ ବସାଇଲେ। ଏହାପରେ ତାଙ୍କର ବିବାହ ରୁକ୍ମିଣୀ ଓ ସତ୍ୟଭାମାଙ୍କ ସହ ହେଲା। ଏହା ବ୍ୟତୀତ କୃଷ୍ଣଙ୍କର 16,108 ରାଣୀ ଥିଲେ, ଯାହା ମଧ୍ୟରୁ ରୁକ୍ମିଣୀ ତାଙ୍କର ଅଧିକ ପ୍ରିୟ ଥିଲେ। ତେବେ ଏସବୁ ମଧ୍ୟରେ ରାଧା ଏକା ପଡ଼ିଯାଇଥିଲେ। ସେ ଆଉ କାହାକୁ ବିବାହ କରିନଥିଲେ। କୃଷ୍ଣଙ୍କ ବିରହ ସେ ଆଉ ସହିପାରିଲେ ନାହିଁ, ଯାହା ପାଇଁ ସେ ନିଜ ପ୍ରାଣ ତ୍ୟାଗ କରିଦେଲେ। ରାଧାକୃଷ୍ଣଙ୍କର କେବେ ବିବାହ ହୋଇନଥିଲା। ସେ କେବଳ ମନ ତଥା ଆତ୍ମାରୁ ପରସ୍ପରକୁ ଭଲ ପାଉଥିଲେ, କିନ୍ତୁ ତାଙ୍କ ଭଲ ପାଇବା ସଫଳ ହୋଇନଥିଲା। ରାଧାଙ୍କ ମୃତ୍ୟୁ ଖବର ଶୁଣିବା ପରେ କୃଷ୍ଣ ଭାଙ୍ଗି ପଡ଼ିଥିଲେ ଆଉ ନିଜ ପ୍ରିୟ ବଂଶୀକୁ ଭାଙ୍ଗି ଦେଇଥିଲେ, ଯାହାକୁ ଶୁଣି ରାଧା ତାଙ୍କ ପାଖକୁ ଦୌଡ଼ି ଚାଲି ଆସୁଥିଲେ। ସେ ଜାଣି ସାରିଥିଲେ ଯେ ବଂଶୀ ବଜାଇଲେ ବି ଆଉ ରାଧା ତାଙ୍କ ପାଖକୁ ଫେରିବେ ନାହିଁ। ହେଲେ ରାଧାକୃଷ୍ଣଙ୍କ ଏହି ପ୍ରେମ ସବୁଦିନ ପାଇଁ ଅମର ହୋଇ ରହିଗଲା। ଆଜି ବି ତାଙ୍କର ଉଦାହରଣ ପ୍ରେମର ପ୍ରକୃତ ଅର୍ଥ ସାଜି ମଣିଷ ସମାଜକୁ ମାର୍ଗ ଦର୍ଶାଉଛି। ତେବେ ରାଧାକୃଷ୍ଣଙ୍କ ଏହି କାହାଣୀ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ। ରହୁଛୁ। ଜୟ ଜଗନ୍ନାଥ।